ଆଗକୁ ରହିଛି ପବିତ୍ର ରଥଯାତ୍ରା। ଏହି ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର 56 ଭୋଗରୁ କୌଣସି ନା କୌଣସି ଭୋଗ ଆମ ଓଡ଼ିଆମାନଙ୍କ ଘରେ ନିଶ୍ଚୟ ଭାବରେ ତିଆରି ହେବ। ଆଜି ମୁଁ ଘରେ ପ୍ରସ୍ତୁତ କରୁଛି ଏହି 56 ଭୋଗରୁ କାନିକା ଭୋଗ। ତ ଚାଲନ୍ତୁ ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା। ରାଧେ ରାଧେ, ଜୟ ଜଗନ୍ନାଥ। ଏଠି କାନିକା ଭୋଗ ବନେଇବା ପାଇଁ ଗୋଟିଏ କଟୋରୀ ମାପରେ ମୁଁ ନେଇଛି ବାସୁମତୀ ଚାଉଳ। ବାସୁମତୀ ଚାଉଳ ନଥିଲେ ନା ଘରେ ଅରୁଆ ଚାଉଳ ଥିଲେ ତାକୁ ମଧ୍ୟ ନେଇପାରିବେ। ଏବେ ସେଇ ଚାଉଳକୁ ଆମେ ଭଲ ଭାବରେ 2ରୁ 4 ଥର ଧୋଇବା ପାଇଁ ରଖିନେବା ଏବଂ ଏଠି ନେଇନେବା ଆମେ କିଛି ଡ୍ରାଏ ଫ୍ରୁଟ୍ସ। ସେଥିରେ ରହିଛି କିସମିସ୍, କିଛି କାଜୁ ଏବଂ କିଛି ବାଦାମ। ଏବଂ ମସଲା ପାଇଁ ନେଇନେବା 3-4ଟି ଗୁଜୁରାତି, 2ଟା ମିଠା କାଠ, 2ଟା ବଡ଼ ଗୁଜୁରାତି ଏବଂ 5-6ଟା ଆମେ ଗୋଲମରିଚ ନେଇନେବା, ଗୋଟେ ତେଜପତ୍ର ଏବଂ କିଛି ଜିରା ନେଇନେବା। ତେଜପତ୍ରକୁ ବାଦ ରଖି ଏସବୁ ମସଲାକୁ ଆମେ ଭଲ ଭାବରେ ଗୁଣ୍ଡ କରିନେବା। ଏବେ ଗ୍ୟାସ୍ରେ ନେଇନେବା ଗୋଟିଏ କଢ଼େଇକୁ ଭଲ ଭାବରେ ଗରମ ହେଲା ପରେ ନା ସେଥିରେ 2ରୁ 3 ଚାମଚ ମାପିରୁ ଆମେ ନେଇନେବା ଘିଅ ଏବଂ ଟିକେ ଘିଅ ଗରମ ହେଲେ ସେଥିରେ ଆମେ ଯେଉଁ ରଖିଥିଲେ ଡ୍ରାଏ ଫ୍ରୁଟ୍ସ ତାକୁ ଆମେ ଦେଇଦେବା। ଡ୍ରାଏ ଫ୍ରୁଟ୍ସକୁ ଆମେ ଘିଅରେ କିଛି ସମୟ ଆମେ ହାଲକା ଫ୍ରାଏ କରିବା, ଟିକେ ଲାଲି କଲର୍ ହେବା ଯାଏ। ଏବେ କିଛି ସମୟ ଫ୍ରାଏ କଲା ପରେ ନା ଲାଲି କଲର୍ ଦେଖାଯାଉଛି, ତ ତାକୁ ଆମେ ବାହାରକୁ କାଢ଼ି ନେବା। ଏଠାରେ ବିନା ଘିଅ ସ୍କିପ୍ କରିକିନା ଆମେ କାନିକା ବିଲକୁଲ ବି ବନେଇ ପାରିବା ନାହିଁ। ତ ଘିଅ ଦ୍ୱାରା ହିଁ କାନିକା ଆମର ଭଲ ବାସ ଆସିଥାଏ। ତ ଘିଅ ହିଁ ନିହାତି ଭାବରେ ୟୁଜ୍ କରିବେ। ଏବେ କଢ଼େଇରେ ଆମେ ଆଉ 2 ଚାମଚର ଘିଅ ଦେଇକିନା ସେଥିରେ ଗୋଟେ ତେଜପତ୍ର ଦେଇଦେବା ଏବଂ ଯେଉଁ ଧୋଇକି ରଖିଥିବା ଚାଉଳକୁ ତା ଦେହରେ ଦେଇଦେବା। ଚାଉଳକୁ ଏଠି ପରିଷ୍କାର ଭାବରେ 2ରୁ 3 ଥର ମୁଁ ଧୋଇ ନେଇଛି। ଏବେ ଆମେ ଅଳ୍ପ ଟିକେ ପାଣି ଦେଇଦେବା, ବେଶୀ ବି ପାଣି ଦେବେନି, ଯେମିତିକି ଆମର ଚାଉଳ ଏକଦମ ଟାଣ ରହିବ ସେଇ ମାପରେ ଆମେ ପାଣି ଦେଇଦେବା ଏବଂ ପରେ ଯଦି ଲାଗିବ ଅଳ୍ପ ଟିକେ ପାଣି ଆମେ ଦେବା। ଏବେ ଦେଇଦେବା ଆମେ ଯେଉଁ ମସଲା ଗୁଣ୍ଡ କରି ରଖିଥିଲେ ତାକୁ ଦେଇଦେବା ଏବଂ ଅଳ୍ପ କିଛି ଆମେ ଗୁଡ଼ ଦେଇଦେବା, ବେଶୀ ଗୁଡ଼ ଦେବାନି ଯେହେତୁ ଏକଦମ ଆମର ଚାଉଳ ଲାଲି ଦେଖାଯିବ। ତ ଏବେ ସବୁ ଆମେ ଦେଇଦେଲା ପରେ ତାକୁ ଆମେ କିଛି ସମୟ କଭର କରିନେବା। ଏବେ ଗୋଟେ ଚାମଚ ମାପିରୁ ଆମେ ସେଥିରେ ଲୁଣକୁ ଦେଇଦେବା, ଯେହେତୁ ଚାଉଳ ଆମର ଟିକେ ଜଲ୍ଦି ସିଝି ଆସିବ। ତ ଲୁଣ ଦେଇ ସାରିଲା ପରେ ନା 15 ମିନିଟରୁ 20 ମିନିଟ୍ ଯାଏ ଆମେ ତାକୁ କଭର ଦେଇକି ସିଝିବାକୁ ରଖିନେବା। 15 ମିନିଟ୍ ହେଇ ଆସିଲାନି। ଏବେ ଆମେ କଭରକୁ ଉଠେଇକି ଚେକ୍ ତ ବିଲକୁଲ ବି କରିବାନି, ଖଡ଼ିକା ଜମାରୁ ବି ଲଗେଇବାନି। ତ ଏମିତିରେ ଦେଖାଯାଉଛି କି ଆଉ ଟିକେ ଚାଉଳ ଆମର ସିଝିଯିବ। ସେଥିରେ ଅଳ୍ପ ଟିକେ ଆମେ ପାଣି ଦେଇଦେବା ଏବଂ ଆଉ 5 ମିନିଟ୍ ପାଇଁ ତାକୁ ଆମେ କଭର କରି ଲୋ ଟୁ ମିଡ଼ିୟମରେ ରଖିନେବା। ଏବେ କିଛି ସମୟ ହେଲାଣି ନା, ପୁଣି ଥରେ ଚେକ୍ କରିନେବା। ଏଥିରେ ଦେଖାଯାଉଛି ବିଲକୁଲ ବି ହେଇ ଆସିଲାନି ଓ ଯେତିକି ବି ରେଷ୍ଟ ରହିବ ନା ଆମେ ନା ଟିକେ ଢଙ୍କୁଣି ଦେଇ ରଖିଦେବା କିଛି ସମୟ, ସେ ଆରାମସେ ହେଇଯିବ। ଏବେ ତା ଦେହରେ ଆମେ ଡ୍ରାଏ ଫ୍ରୁଟ୍ସ ଗୁଡ଼ାକୁ ଦେଇଦେଲେ ଏବଂ କିଛି ସମୟ ଢଙ୍କୁଣି ପାଇଁ ରଖିନେଲେ। କିଛି ସମୟ ଢଙ୍କୁଣି ଦେଇ ରଖିଲା ପରେ ଏବେ ଦେଖନ୍ତୁ ଏକଦମ ବାହାରକୁ ଆସିଛି, ଏକଦମ ଝୁରଝୁରିଆ ମଧ୍ୟ ରହିଛି, ସୁନ୍ଦର ମଧ୍ୟ ଦେଖାଯାଉଛି। କେତେ ସୁନ୍ଦର ଇଜି ପରିମାଣରେ ଆମର କାନିକା ଭୋଗ ପ୍ରସ୍ତୁତ ହେଇଯାଇଛି। ଆପଣମାନେ ବି ଏହି ପଦ୍ଧତିରେ ନିଶ୍ଚୟ ବନାନ୍ତୁ ଏବଂ କେମିତି ଲାଗିଲା ଏହି ଭିଡ଼ିଓଟି କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ସମସ୍ତଙ୍କୁ ହ୍ୟାପି ରଥଯାତ୍ରା, ଜୟ ଜଗନ୍ନାଥ।